ଭଲ ପାଇବା ଆଗରୁ ପ୍ରଥମ ନିଜର ପୋଜିସନ ବିଷୟରେ ଜାଣିଦେବା ଉଚିତ ବୁଝିଲ। ଫେରର ବୋଲି ମାରି ସିନା କରିଛ ଗୋରା ମୁହଁ ହେଲେ ତମ ମୋ ଝିଅର ବାଳକୁ ବି ସରି ନୁହଁ। ସରି ସାର୍ ମତେ ଜ୍ୱାଇଁ ନ କର ହେଲେ ମତେ ବାଳ ତଳ ଦେଖାଉନି। ମୁଁ ବି ଗୋଟେ ଫାଷ୍ଟଫୁଡର ମାଲିକ। ମୁଁ ତମର ଏଠି ଟେକି ଧରେ କାସିନି। ମାନୁଛି ତମେ ଟେକି ଧରେ କାସିନ କିନ୍ତୁ ତମେ ଟେକି ବି ପାରିବନି କାରଣ ତାଙ୍କର ସବୁ ବଡ ହୃଦୟ ମନ ପଇସା ବ୍ୟାଙ୍କ ବାଲାନ୍ସ ସବୁ କିଛି। ହଁ ଅଙ୍କଲ ଏକଦମ ଠିକ କଥା କହିଲ। ଯଦି ସେ ବାପାଙ୍କର ଟେକି ନ ପାରିବେ ତାହେଲେ ତମର ଦଉନ ସେ ଟେକି ଦେବେ। ନିଜ ଅଙ୍କଲ ବିଷୟ ତତେ ଏମିତି କହିବାକୁ ଟିକେ ଲାଜ ଲାଗୁନି? ଆଉ ତମର ଯୋଉ ସେ ନାଳୁଆ ପାଟିରେ ବାଳୁଆ କଥା ଗୁଡା କହିବା ପାଇଁ ବିବେକ ତମକୁ ବାଧା ଦଉନି? ଫିଟିଗଲା ବାଳ ମୋର ଖୋଲିଦେଲି ରବର। ତମେ ସବୁ ମୋ ଘଇତା ଆଗରେ ଗାଈର ଗୋବର। ବୁଝିଲା? ମୁଁ ତମକୁ କହୁନି ଡାଡି ଯିଏ ଏଠି କଜଳ ପାତିଆ ଭତ ଲୋକ ଦେଖଉଛି ମୁଁ ତାକୁ କହୁଛି। ବାସ୍ ନୁନି ବାବୁ ମୁଁ ଏ ଅପମାନ ସହିପାରିବିନି। ବହୁତ ହେଇଗଲା ପୂଜା ଏବେ ମୋ ଶେଷ ନିଷ୍ପତ୍ତି ଶୁଣିର। ଷ୍ଟିଲ ଚାବିକି ପିତ୍ତଳ ତାଲା ଜୋଇ ହବ ଦିଏ ବାଳ ଫାଷ୍ଟଫୁଡ ବାଲା। ମୋର ବି ଶେଷ କଥା ଶୁଣିନି ଡାଡି। ବର୍ଷା ଆସିଲା ଖୋଲିବ ଛତା ଏଇ ଫାଷ୍ଟଫୁଡ ବାଲା ହବ ମୋ ଘଇତା।